ଅପା ଅନେକ ବ୍ୟକ୍ତି ଅଛନ୍ତି ଜାଣିବା ପାଇଁ ଚାହୁଁଛନ୍ତି ଆପଣଙ୍କ ମ୍ୟାରେଜ୍ କେମିତି ହେଇଥିଲା। ଅପା କେମିତି ମ୍ୟାରେଜ୍ ହେଇଥିଲା, ଲଭ୍ ମ୍ୟାରେଜ୍ ନା ଆରେଞ୍ଜ ମ୍ୟାରେଜ୍, କେମିତି ଆପଣ ଭାଇନାଙ୍କୁ ବିବାହ କରିଥିଲେ? ଆରେ ବାହାଘର ଯୋଉ ଟାଇମରେ ହେଇଥିଲା ବହୁତ ମାନେ ମୋତେ 26 ବର୍ଷ ହେଇଯାଇଥିଲା। ତ ସେଇ ସମୟରେ ଲଭ୍ କରିବାର କୌଣସି ପ୍ରଶ୍ନ ଉଠୁନି, ଡାଇରେକ୍ଟ ମ୍ୟାରେଜ୍ କରିବାର ବୟସ ହେଇସାରିଥିଲା। ତ ମୁଁ ହିଁ ପ୍ରଥମେ ପ୍ରପୋଜ କରିଥିଲି ଭାଇଙ୍କୁ। ଆପଣ ପ୍ରପୋଜ କରିଥିଲେ? ମୁଁ ମୋ ହଜବେଣ୍ଡକୁ ଫାଷ୍ଟ ପ୍ରପୋଜ କରିଥିଲି, ଯେଉଁଟାକି ସେ କିଛି ଦିନ ପରେ ସେଟାକୁ ଗ୍ରହଣ କରିଥିଲେ। କିଛି ଦିନ ଲାଗିଲା ଯେ ମାନେ ଅଭିନେତ୍ରୀ ମାନେ ଘର କାମ ଜାଣିନଥିବେ, କିଛି ଜାଣିନଥିବେ, କିନ୍ତୁ ଅଭିନେତ୍ରୀ ମାନେ ବେଶୀ କାମ ଜାଣନ୍ତି, ସବୁ ବିଷୟରେ ଜାଣନ୍ତି। ଯେହେତୁ ସେମାନେ ଘରୁ ଗୋଡ଼ କାଢ଼ିକି ଅଭିନୟ କରିଥାନ୍ତି, ବିଭିନ୍ନ ଜାଗାକୁ ଯାଇଥାନ୍ତି, ତ ସେମାନେ ବେଶୀ କିଛି ସେମାନେ ହିଁ ଜାଣିଥାନ୍ତି। ତାପରେ ତାଙ୍କୁ ନିଜକୁ ମାନେ ନିଜକୁ ଫିଲ୍ ହେଲା ଯେ ହଁ ମାନେ ଠିକ୍ ଇଏ ଠିକ୍ ବୁଝିପାରିବେ। ତ ସେ ନିଜେ ଡରି ଯାଇଥିଲେ, ଯେହେତୁ ଆମର ବଡ଼ ଫ୍ୟାମିଲିରେ ଚଳିପାରିବ କି ନାହିଁ ଏସବୁକୁ ନେଇକି। କିନ୍ତୁ ଧୀରେ ଧୀରେ ସେ ନିଜେ ପସନ୍ଦ କରିଥିଲେ, ମାନେ ନିଜେ ଆସିକି ମୋତେ ବାହାଘର ପାଇଁ ପ୍ରପୋଜ କରିଥିଲେ। ଆପଣ ଗୋଟେ ଭାଗ୍ୟବତୀ କି ଗୋଟେ ବଢ଼ିଆ ସ୍ୱାମୀ ପାଇଛନ୍ତି, ତାଙ୍କର ଛନ୍ଦ ନାହିଁ, ମିଷ୍ଟଭାଷୀ ଜଣେ, କିଛି ଅହଙ୍କାର ମନୋଭାବ ନାହିଁ। ଆପଣ ଭାଗ୍ୟବତୀ କି ଅବା ଗୋଟେ ବଢ଼ିଆ ସ୍ୱାମୀ ପାଇଛନ୍ତି। ମୁଁ ବି ଭାଗ୍ୟବତୀ, ସିଏ ବି ଭାଗ୍ୟବାନ ଅଲସୋ। ଅବଭିୟସଲି ଗୋଟେ ମାନେ ଅଭିନେତ୍ରୀକୁ ପାଇଲେ ପ୍ଲସ୍ ଗୋଟେ ଭଲ ବୋହୂଟେ ପାଇଲେ ତାଙ୍କ ଘର ପାଇଁ, ଅବଭିୟସଲି ସିଏ ବି ଭାଗ୍ୟବାନ। ଖାଲି ମୁଁ ଏକଲା କାହିଁକି ହେବି। ଅପା ଆପଣ ବାପାଙ୍କୁ ଛୋଟବେଳେ ଦେଖିନାହାନ୍ତି, କିନ୍ତୁ ଶ୍ୱଶୁରକୁ ଦେଖିଲେ, କେଉଁଠି ନା କେଉଁଠି ଶ୍ୱଶୁରଙ୍କୁ ଦେଖି ବାପାଙ୍କ କମି ଦୂର ହେଇଗଲା କି? ନିଶ୍ଚୟ ମୁଁ ମାନେ ମୋ ଶାଶୁ ଶ୍ୱଶୁରଙ୍କୁ ସବୁବେଳେ ପ୍ରଶଂସା କରି ଆସିଛି ବହୁତ ଜାଗାରେ। ମୋତେ ବହୁତ ଭଲ ଲାଗେ। ଏବେ ଆଉ ଗୋଟେ କଥା ସତରେ କହିବାକୁ ଚାହିଁବି, ପଶ୍ଚିମ ଓଡ଼ିଶାର ଲୋକମାନେ ବହୁତ ସିମ୍ପଲ୍। ପଶ୍ଚିମ ଓଡ଼ିଶାରେ ସେଇ ମାନେ ଟିପିକାଲ ଆମର ଏପଟେ କୋଷ୍ଟାଲରେ ଯେମିତି ଶାଶୁଘର ଥାଏ ସେମିତି ନାହିଁ, କୌଣସି କଥାରେ ରୋକଠୋକ ନାହିଁ, କ'ଣ ପିନ୍ଧିଲେ ରୋକଠୋକ ନାହିଁ, କିଛି ବି ନାହିଁ। ତ ମୁଁ ମୋ ଶ୍ୱଶୁରଙ୍କୁ ଦେଖିକି ନିଶ୍ଚୟ ଭାବିଥିଲି କି ମୁଁ ବାପାଙ୍କୁ ପାଇଲି ବୋଲି। ଅପା ଯେତେବେଳେ ଆପଣଙ୍କ ଝିଅ ଏବଂ ସ୍ୱାମୀ ଯେତେବେଳେ ଆପଣଙ୍କ ସ୍ୱାମୀ ଆପଣଙ୍କ ଝିଅକୁ ଗେଲ କରୁଥିବ, କାଖଉଥିବ, ମନ ଭିତରେ କେବେ ଆସିନି ଯଦି ମୋ ବାପା ଥାନ୍ତେ ମୋତେ ଏମିତି କାଖେଇଥାନ୍ତେ, ମୁଁ ଏମିତି ଗେଲ ହେଇଥାନ୍ତି, ଅଝଟ କରିଥାନ୍ତି, କେବେ ଭାବିନାହାନ୍ତି? ବେଶୀ ଗୁଡ଼ା ଫିଲ୍ କରିପାରିନି ଏଇଥିପାଇଁ ଯେ ମୁଁ ବାପାର ମାନେ ସେ ସ୍ପର୍ଶ କି କିଛି ବି ପାଇନି, ଯେହେତୁ ବହୁତ ଛୋଟବେଳୁ ବାପାଙ୍କୁ ହରେଇଛି। ତ ମୁଁ ବୁଝିପାରିନି, କିନ୍ତୁ ଦେଖିଲା ପରେ ବେଳେବେଳେ ଲାଗେ, ମୁଁ ଯେତେବେଳେ ମୋ ସ୍ୱାମୀଙ୍କୁ ଆଉ ମୋ ଝିଅକୁ ଦେଖେ, ଲାଗେ ଯେ ହଁ ଏମିତି ବାପା ଝିଅଙ୍କର ବଣ୍ଡିଂ ଗୋଟେ ରହିବା କଥା ବୋଲି, ରହୁଛି ବୋଲି। ତ ବାପା ଝିଅ ଯେତେ ଦୂରରେ ଥାଆନ୍ତୁ ପଛେ, ବାକି ବାପା ଝିଅର କନେକ୍ସନ୍ ଟିକେ ଅଲଗା ସବୁବେଳେ। ନିଶ୍ଚିତ ଭାବେ